ଆମ ଓଡ଼ିଆ ଘରେ ଆମେ ଓଡ଼ିଆମାନେ ଡାଲମାକୁ ବହୁତ ପସନ୍ଦ କରୁ। ଉପାସିଆ ଦିନ ଗୁଡ଼ାକରେ ଯଦି ଅରୁଆ ଭାତ ସହିତ ଡାଲମା ଟିକେ ହେଇଯିବ ତାହେଲେ ଆଉ କିଛି ଲୋଡ଼ା ରହିବ ନାହିଁ। ସେଥିପାଇଁ ମୁଁ ଆଜି ଆପଣମାନଙ୍କ ପାଇଁ ଆଣିଛି ଡାଲମାର ରେସିପି, କିନ୍ତୁ ସେ ବି ପୁରା ମନ୍ଦିର ଷ୍ଟାଇଲର। ମନ୍ଦିର ଡାଲମାର ବାସ୍ନା ଆଉ ସ୍ୱାଦର କୌଣସି ବି ତୁଳନା ନାହିଁ। ରେସିପିଟି ଜାଣିବା ପାଇଁ ଭିଡ଼ିଓକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଆପଣମାନଙ୍କୁ ମୋର ଅନୁରୋଧ ରହିଲା। ନମସ୍କାର, ଜୟ ଜଗନ୍ନାଥ। ମୁଁ ମୋ ଚ୍ୟାନେଲ ସିଜିନ୍ସ ଆଣ୍ଡ ବାଇଟ୍ସରେ ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ତାହେଲେ ଚାଲନ୍ତୁ ରେସିପିଟି ଷ୍ଟାର୍ଟ କରିନେବା। ରେସିପିଟି ପାଇଁ ଦେଖନ୍ତୁ ବା ଆମ ଡାଲମା ପାଇଁ ଆମେ ପ୍ରଥମେ ପରିବା ନେଇଯିବା। ଆପଣଙ୍କୁ ଯେଉଁ ପରିବା ପସନ୍ଦ ସେଇ ପରିବା ଆପଣ ନେଇପାରିବେ। ମୁଁ ଏଇଠି ଅଳ୍ପ କିଛି ନେଇଯାଇଛି କଖାରୁ ଏଇଠି ମୁଁ କଷି କଖାରୁ ନେଇଛି, ସେଥିପାଇଁ ତାର ଚୋପା ସହ କାଟି ନେଇଛି। ଆପଣ କୌଣସି ବି ରେସିପିରେ ଯଦି କଷି କଖାରୁ ପକାଉଛନ୍ତି ତାର ଚୋପା ସହ ପକାଇବେ, ଦେଖିବେ ତାର ସ୍ୱାଦ ବହୁତ ଭଲ ଆସିଥାଏ। କଖାରୁ ସହ ନେଇଯାଇଛି ମୁଁ ଏଇଠି କିଛି ଖମ୍ବ ଆଳୁକୁ, ଆଉ ଖମ୍ବ ଆଳୁର ଚୋପା ଛଡ଼େଇକି ମୁଁ ତାକୁ କାଟି ନେଇଛି। ତା ସହିତ ନେଇଯାଇଛି ମୁଁ ଏଇଠି ବାଇଗଣ। ଏବେ ନେଇଯିବା ଅଳ୍ପ କିଛି ଆଳୁର ମଧ୍ୟ ମୁଁ ଚୋପା ରଖିଛି। ଆପଣଙ୍କର ଯଦି ଇଚ୍ଛା ନଥିବ ତେବେ ଆପଣ ଚୋପା କାଢ଼ିକି ଆଳୁକୁ ପକାଇବେ। ଏବେ ନେଇଯିବା ଆମେ ସେଇଥିରେ ଅଳ୍ପ କିଛି ଝୁଡ଼ଙ୍ଗ। ପରିବା ଭିତରେ ଆଉ ନେଇଯିବା ଗୋଟିଏ ଟମାଟୋ। ଏବେ ଆମେ ସବୁ ପରିବାକୁ ଭଲ ଭାବରେ ପ୍ରଥମେ ପାଣିରେ ଧୋଇଦେବା। ଏବେ ଆମେ ବନେଇ ନେବା ଡାଲମା ମସଲା। ମନ୍ଦିରରେ ଯେଉଁ ବାସ୍ନା ଆଉ ସ୍ୱାଦ ରହିଥାଏ ଡାଲମାର, ତାର ଏଇ ଡାଲମା ମସଲା ପାଇଁ ଆସିଥାଏ। ସେଥିପାଇଁ ଦେଖନ୍ତୁ ମୁଁ ସେଇ ଡାଲମା ମସଲା ବନେଇବା ପାଇଁ ଗ୍ୟାସକୁ ଅନ୍ କରି ନେଇଛି ଆଉ ବସେଇ ନେଇଛି ଗୋଟେ ପ୍ୟାନ୍କୁ ଲୋ ଫ୍ଲେମ୍କୁ ଆଣିବା ଭାରି, ଆଉ ସେଇଥିରେ ଆମେ ସବୁ ଗୋଟା ମସଲା ପକାଇ ନେବା। ଗୋଟା ମସଲାରେ ପ୍ରଥମେ ପକାଇ ନେବା ଗୋଟେ ବଡ଼ ଚାମଚ ଗୋଟା ଜିରା, ପକାଇ ନେବା ଗୋଟେ ଛୋଟ ଚାମଚ ଗୋଟା ପାନମହୁରି, ତା ସହିତ ପକାଇ ନେବା ଗୋଟେ ଛୋଟ ଚାମଚ ଗୋଟା ଧନିଆ। ଏବେ ପକାଇ ନେବା ସେଇଥିରେ 4ରୁ 5ଟି ଲବଙ୍ଗ, 10ରୁ 12ଟି ଗୋଲମରିଚ ଆଉ 2ଟି ଶୁଖିଲା ଲଙ୍କା। ଏବେ ସେଇଥିରେ ଶେଷରେ ପକାଇ ନେବା ଖଣ୍ଡେ ଡାଲଚିନିର ଖଣ୍ଡକୁ ଛୋଟ ରଖିବେ ବା କମ୍ ମାତ୍ରାରେ ଆପଣ ଡାଲଚିନି ନେବେ। ଆପଣ ଚାହିଁଲେ ଏଇ ମସଲାରେ ତେଜପତ୍ର ମଧ୍ୟ ପକାଇ ପାରିବେ, କିନ୍ତୁ ମୁଁ ଫୁଟେଲା ବେଳେ ତେଜପତ୍ରର ବ୍ୟବହାର କରିଥିଲି, ସେଥିପାଇଁ ପ୍ୟାନ୍ରେ ମୁଁ ଏଇଠି ତେଜପତ୍ରକୁ ଭାଜୁନି। ଏବେ ଏଇ ସବୁ ମସଲାକୁ ଆମେ ଟିକେ ଡ୍ରାଏ ରୋଷ୍ଟ କରି ନେବା, ଯେମିତିକି ଆମର ସବୁ ମସଲାର ଗୋଟେ ବଢ଼ିଆ ବାସ୍ନା ଆସିଯିବ। ଆଉ ଜିରା ଧନିଆ ଏଇସବୁ ଜିନିଷ ଟିକେ ଫୁଟି ଆସିଲା ପର୍ଯ୍ୟନ୍ତ ଆମେ ତାକୁ ଭଲ ଭାବରେ ଭାଜି ନେବା। ଆଉ ଭାଜିବା ସମୟରେ ଆପଣ ଗ୍ୟାସ୍ ଫ୍ଲେମ୍କୁ ଲୋ ଆଉ ମଝିରେ ମଝିରେ ହାଇ ରଖିକି କରିବେ। ନହେଲେ ଯଦି ଆପଣ ପୁରା ମୋମେଣ୍ଟ ବା ପୁରା ସମୟରେ ଆପଣ ହାଇ ରଖିକି କରିବେ ତାହେଲେ ଏଇସବୁ ଜିନିଷ ପୋଡ଼ିଯିବାର ସମ୍ଭାବନା ରହିବ। ଏବେ ଏଇଠି ଦେଖନ୍ତୁ ଆମର ଗୋଟା ମସଲା ଧୀରେ ଧୀରେ ଫୁଟିଲାଣି। ଏବେ ମସଲା ଆମର ରେଡ଼ି ହେଇଗଲାଣି। ଗ୍ୟାସ୍ ଫ୍ଲେମ୍କୁ ବନ୍ଦ କରିଦେବା ଆଉ ଏଇ ମସଲାକୁ ଆମେ ଥଣ୍ଡା ହେବା ପାଇଁ ଛାଡ଼ିଦେବା। ଥଣ୍ଡା ହେଇସାରିଲା ପରେ ଆମେ ଗ୍ରାଇଣ୍ଡିଂ ଜାର୍ରେ ତାର ଗୋଟେ ଭଲ ଭାବରେ ଗୁଣ୍ଡ ପ୍ରସ୍ତୁତ କରିନେବା। ଏବେ ଚାଲନ୍ତୁ ମୁଁ ଦେଖେଇ ନେଉଛି ଡାଲମା ପାଇଁ ଆମେ କୋଉ ଡାଲି ସବୁ ନେବା। ଡାଲମା ତ ଆପଣ କୌଣସି ବି ଡାଲିରେ କରିପାରିବେ, କିନ୍ତୁ ଯଦି ଆପଣ ଏଇ 3ଟି ଡାଲିକୁ ମିଶେଇକି କରିବେ ତାହେଲେ ବହୁତ ବଢ଼ିଆ ସ୍ୱାଦ ଆସିଥାଏ। ସେଥିପାଇଁ ଦେଖନ୍ତୁ ହାଫ୍ କପ୍ ମୁଁ ନେଇଯାଇଛି ଏଇଠି ହରଡ଼ ଡାଲି, ତାର ଅଧା ପରିମାଣ ନେଇଯିବା ଆମେ ଏଇଠି ମୁଗ ଡାଲି, ଆଉ ସେଇ ସେମ୍ ଏମାଉଣ୍ଟ ଯେତିକି ଆମେ ମୁଗ ଡାଲି ନେଇଥିଲେ ସେତିକି ଏମାଉଣ୍ଟର ଆମେ ନେଇଯିବା ବୁଟ ଡାଲି। ବୁଟ ଡାଲିକୁ ଆମେ ଭାଜିବା ନାହିଁ, ତାକୁ ପାଣିରେ ଅଳ୍ପ ସମୟ ପାଇଁ ବତୁରେଇ ନେବା। ପ୍ରାୟ ଅଧଘଣ୍ଟେ ପର୍ଯ୍ୟନ୍ତ ଆପଣ ବୁଟ ଡାଲିକୁ ବତୁରେଇ ନେବେ। ଆଉ ଏଇଠି ଆମେ ହରଡ଼ ଡାଲି ଆଉ ମୁଗ ଡାଲିକୁ ସ୍ଲାଇଟ୍ ରୋଷ୍ଟ କରିନେବା। ହରଡ଼ ଡାଲିକୁ ଯଦି ଆମେ ଟିକେ ରୋଷ୍ଟ କରିନେବା ତାହେଲେ ସେ ଫିଟିବନି। ତା ସହିତ ମୁଗ ଡାଲିକୁ ମଧ୍ୟ ଆମେ ରୋଷ୍ଟ କରିନେବା, ଯାହାଫଳରେ କି ମୁଗ ଡାଲି ଆଉ ଲାଳୁଆ ଲାଗିବ ନାହିଁ। ଅଳ୍ପ ସମୟ ପାଇଁ ଆମେ ଡାଲିକୁ ଟିକେ ରୋଷ୍ଟ କରିନେବା। ଡାଲି ଆମର ରୋଷ୍ଟ ହେଇସାରିଲା ପରେ ଚାଲନ୍ତୁ ଡାଲମା ପାଇଁ ମୁଁ ଏଇଠି ପୁଣି ଗ୍ୟାସ୍ ଅନ୍ କରି ନେଇଛି ଆଉ ବସେଇ ନେଇଛି ପ୍ରେସର କୁକର। ଆପଣ ଚାହିଁଲେ ଏଇ ଡାଲମାକୁ ବିନା ପ୍ରେସର କୁକରରେ ମଧ୍ୟ କରିପାରିବେ। ଦେଖନ୍ତୁ ପ୍ରେସର କୁକରରେ ଆପଣ ଆବଶ୍ୟକ ଅନୁସାରେ ପାଣି ଦେଇଦେବେ। ମୁଁ ଏଇଠି ଦେଇଦେଇଛି 3 ଗ୍ଲାସ୍ ପାଣି। ଆଉ ଦେଇଦେବା ଏବେ ଆମେ ହାଫ୍ ଛୋଟ ଚାମଚ ହଳଦୀ ଗୁଣ୍ଡ, ପକାଇ ନେବା ଏବେ ସ୍ୱାଦ ଅନୁସାରେ ଲୁଣ। ଏବେ ପକାଇ ନେବା ଆମେ ଯେଉଁ 3ଟି ଡାଲି ରଖିଥିଲେ ତାକୁ ଭଲ ଭାବରେ ଧୋଇ ଦେଇକି ଆମେ ଏଇଥିରେ ପକାଇ ନେବା। ଡାଲି ପକାଇ ସାରିଲା ପରେ ଯେତିକ ସବୁ ପରିବା ଆମେ ଧୋଇଥିଲେ ତାକୁ ମଧ୍ୟ ଏଇଥିରେ ପକାଇ ନେବା। ଯଦି ଆପଣ ଏଇ ଡାଲମାକୁ କୌଣସି କଡ଼େଇରେ କିମ୍ବା ଡେକ୍ଚିରେ କରୁଛନ୍ତି ତାହେଲେ ପାଣି ଦେଇକି ଆପଣ ପ୍ରଥମେ ଡାଲିକୁ ପକାଇ ନେବେ। ତାପରେ ଆପଣ ଯେଉଁ ପରିବା ବେଶୀ ସିଝିବା ପାଇଁ ଟାଇମ୍ ନିଏ ସେଇ ପରିବାକୁ ପକାଇବେ।
आउ एई सिझिला डालमा जेतेबेले आमर भल भाबरे फुटी जिवो सेतेबेले आपण बाइगण आउ झुडंग को पकेइबे। एबे देखंतु एइथिरे मु देई देइछि गोटे बड़ चामच देसी घियो। घियो को आपण निहाती ऐड करिवे जो बास्ना आउ फ्लेवर आसी थाए घियो पई आसी थाए। एबे सेइथिरे आमे पकेइ नबा अदा आउ कंचा लंकार छेचा को। एठी आपण देखि पारुथुबे प्रेशर कुकर आमर पूरा फुल हेइ जाइछि। जदि आपणक प्रेशर कुकर एई परि भाबरे केबे फुल हेइ जाउथुबो ताले आपण एई परि भाबरे हुइसिल तळ पाखरे अल्प किछि तेल देइ देबे। मु एठी अल्प किछि घियो मारि देइछि। एमिति कले प्रेशर कुकर रु बिल्कुल भी डाली बाहर को आसीबो नाही। एबे आमे ताकू हाई फ्लेम रे 4टी सीटी आनिया पर्यंत ताकू भलो भाबरे एठी सिझेइ नबा। 4टा सीटी मारी सारला परे आपण प्रेशर कुकर को छाड़ी देबे ठंडा हबा पई। ठंडा हेइ सारला परे आपण प्रेशर कुकर लीड खोलिबे। आ एठी आपण को मु लीड खोली के प्रेशर कुकर देखौछि। आपण देखि पारुथिबे हमर डालमा पूरा सिझी सारिछि। एबे चालंतु डालमा रे छुंक देइ दबा। छुंक मध्ये आमे देसी घियो रे दबा जहा फल रे कि बास्ना आ स्वाद बहुत भलो आसीबो। छुंक दबा पई देखंतु गैस ऑन करि दे कि मु सेइथिरे बसे नेइछि कड़े। कड़े हमर स्लाइड गरम हेइ गला परे मु सेइथिरे पके नेइछि 2 बड़ चामच देसी घियो। घियो रु हमर टिके धुआं बाहरी गले आमे पके नबा गोटे बड़ चामच गोटा जीरा आ गोटे बड़ चामच पंच फुटण। आपण चाहिले केवल जीरा रे मध्ये फुटै पारिबे। एबे सेइथिरे 2टी सुखिला लंका को आमे फुटै नबा। जीरा फुटण सुखिला लंका आमर भलो भाबरे एठी घियो रे फुटी गला परे आमे आगरु छेची रखितिबा अदा आउ कंचा लंका को पकेइबा। एबे एई सब जिंस को आमे किछि समय भाजी नबा जेमिति कि हमर अदा कंचा लंका टिके टिके लाल पड़ जिवो सेई पर्यंत आमे ताको भलो भाबरे भाजी नबा। जदि आपण ओसाबार किंबा उपास दिन रे करूछंती ताहले सेइथिरे तो पियाज पकेइ पारिबे नाही। किंतु अलगा दिन गुडा करे जदि आपण डालमा खाउछंती सेइथिरे पियाज पकेइबे। किंतु डालमा जदि आपण बिना प्याज रसुन रे करिवे देखिबे तार बास्ना स्वाद बहुत बढ़िया आसी थाए। एबे सेइथिरे आमे ऐड कर देबा गोटे छोटो चामच काश्मीरी रेड चिली पाउडर जहा कि हमर गोटे डालमा रे कलर ऐड करिवो। एबे एई सब जिंस को टिके समय भाजी नबा। एई सब जिंस को किछि समय भाजी सारला परे पकेइ नबा सेइथिरे तेजपत्र। मु एठी 2टी तेजपत्र व्यवहार करिछि। तेजपत्र को पकई दी कि आमे ताकू मध्य घियो रे किछि समय भाजी नबा जेमिति कि तेजपत्र रो फ्लेवर घियो रे आसी जाऊ। एबे एठी देखंतु हमर तेजपत्र आ सब मसला मध्य भलो भाबरे भाजी हे गलानी। एबे आकरु सिझे रखितिबा डालमा को आमे एथिरे पकई नबा। डालमा को पकई दे कि आमे एठी छाडी दबा ताकू 5 मिनिट पर्यंत भलो भाबरे गोळे कि ताकू फुटिबा पई। डाली हो किबा डालमा हो आपण किछि समय फुटिया पई छाड़िबे देखिबे तार बढ़िया टेक्सचर आसी जाए। एठी देखंतु भलो भाबरे गोळे सारला परे आपण देखि पारुथिबे हमर डालमा पूरा बहलिया हेकी अछि। पूरा मंदिर डालमा परिका देखा जाउची। किछि समय डालमा हमर फुटी सारला परे आमे आकरु प्रस्तुत करी रखितिबा डालमा मसला को बा डालमा मसला पाउडर को सेइथिरे ऊपर पके नबा। डालमा रु जेतिकी फ्लेवर आउ बास्ना बा स्वाद सब एई मसला पाई आसे सेतिबाई भरी भरी एइथिरे आपण मसला को पकेइ नेबे। आम डालमा तो रेडी हे गलानी। एबे गैस फ्लेम को बंद करि दबा। आ ऊपर आमे एबे पकेइ नबा कटा होइतिबा धनिया पत्र को। कटा होइतिबा धनिया पत्र को पकेइ देई कि हमर डालमा रो रेसिपी बा मंदिर स्टाइल रे डालमा पूरा रेडी हे गलानी। या पाई केवल गोटे जिंस दरकार केवल अरुआ भात। भिडियोटी को तो देखिले आपण आ आशा करे भिडियोटी आपण मानकु पसंद आसीथिबो। जदि भिडियोटी भलो लागिथिबो लाइक टे निहाती करिवे। भिडियोटी भलो लागिथिले सांग साथी बंधु बांधव मानक सहित शेयर करिवे। मो चैनल को सब्सक्राइब जदि करि नाहंती मो चैनल रे नुआ आसीछंती ताले प्लीज सब्सक्राइब करि नेबे। फेसबुक पेज रे जदि ए भिडियोटी देखुचंती ताले पेज टी को फॉलो करि नेबे। पुणी देखा हबो गोटे नुआ रेसिपी भिडियो रे। नमस्कार, जय जगन्नाथ।